ମୁଁ ଓଡ଼ିଶାକୁ ଫେରି ଯିବା ପାଇଁ ଚାହୁଁଛି। ସୁଜି ମତେ ବହୁତ କାମ କରାଉଛନ୍ତି, ଘର କାମ। ମୋ ପାସପୋର୍ଟ ମତେ 2018 ମତେ ମିଳିଥିଲା ଏବଂ 2023 ସମାପ୍ତ ହୋଇଛି। ମୁଁ ସତ୍ୟ କରି ଓଡ଼ିଶାକୁ ଫେରି ଯିବା ପାଇଁ ଚାହୁଁଛି। ଶ୍ରୀମୋହନ ବାବୁ, ମୁଁ ଆପଣଙ୍କୁ ବିନମ୍ର ଅନୁରୋଧ କରୁଛି, ଦୟାକରି ସହାୟତା କରନ୍ତୁ। ମୁଁ ଯଥା ସମ୍ଭବ ଶୀଘ୍ର ଓଡ଼ିଶାକୁ ଫେରି ଯିବା ପାଇଁ ଚାହୁଁଛି। ମୁଁ ଯିବି ଓଡ଼ିଶାକୁ ଏବଂ ମୋ ମା ବାପାଙ୍କୁ ଖୋଜିବି। ସୁଜି ମତେ ବହୁତ କଣ୍ଟ୍ରୋଲ କରୁଛନ୍ତି। ଶ୍ରୀମୋହନ ବାବୁ, ମୁଁ ଯେତେବେଳେ ଓଡ଼ିଶାରେ ଥିଲି ମୁଁ ବହୁତ ଖୁସି ଥିଲି। ବର୍ତ୍ତମାନ ଏବେ ଆମେରିକାରେ ମୁଁ ଜମା ଖୁସି ନାହିଁ। ସୁଜି ଜଣେ ଖ୍ରୀଷ୍ଟିଆନ ଆଉ ମୁଁ ଜଣେ ହିନ୍ଦୁ ଝିଅ। ସେ ମତେ ବାଧ୍ୟ କରୁଛନ୍ତି ଖ୍ରୀଷ୍ଟିଆନ ହେବାକୁ ଆଉ ମୁଁ ସେଥିରେ ରାଜି ନହେଲେ ମତେ ବହୁତ ଅତ୍ୟାଚାର କରୁଛନ୍ତି। ମୋର ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନେ ଆପଣମାନଙ୍କୁ ସ୍ୱାଗତ କରୁଛି ମୋସେସ୍ ନ୍ୟୁଜ୍ ଟିଭିରେ। ବର୍ତ୍ତମାନ ଆପଣମାନେ ଯେଉଁ ଭିଡ଼ିଓକୁ ଦେଖି ସାରିଛନ୍ତି ଆଉ ସେଇ ଭିଡ଼ିଓରେ ଯେଉଁ ଭଉଣୀକୁ ଦେଖିଲେ ଆପଣମାନେ, ସେଇ ଭଉଣୀ ହେଉଛି ଓଡ଼ିଶାର। ଆଉ ଛୋଟ ବୟସରେ ହିଁ ସେଇ ଭଉଣୀଙ୍କୁ ଆମେରିକାର ଦମ୍ପତି ଆସି ସେଇ ଭଉଣୀକୁ ନିଜ ସନ୍ତାନ ଭଳି ରଖିବୁ ବୋଲି ସେହି ଝିଅଙ୍କୁ ଆମେରିକା ନେଇ ଯାଇଥିଲେ। ଆଉ ସେଠାରେ ରହି ଯେତେବେଳେ ବୟସ ହେଲା, ବଡ଼ ହେଲେ, ତ ମୋର ପ୍ରିୟ ଭାଇ ଭଉଣୀମାନେ, ଆଉ ସେହି ଭଉଣୀ କାନ୍ଦି କାନ୍ଦି ଓଡ଼ିଶା ସରକାରକୁ ବିନତି କରୁଛନ୍ତି। ଆଉ ସେଇ ଭଉଣୀ ଜଣଙ୍କ କହୁଛନ୍ତି ଯେ ମୋତେ ଏଠାରେ ଅଧିକ କାମ କରାଇ ଦିଆଯାଉଛି, ତା ସହିତ ଆଉ ମୋତେ ବହୁତ ଅତ୍ୟାଚାର କରୁଛନ୍ତି, କଷ୍ଟ ଦେଉଛନ୍ତି ଆଉ ମୋତେ ଖ୍ରୀଷ୍ଟିଆନ ହେବା ପାଇଁ ବାଧ୍ୟ କରାଉଛନ୍ତି। ଏହିପରି ମୁଁ ଜଣେ ହିନ୍ଦୁ ଝିଅ ଆଉ ମୋତେ ଖ୍ରୀଷ୍ଟିଆନ ହେବା ପାଇଁ ବାଧ୍ୟ କରାଯାଉଛି। ଏହିପରି କହି ସରକାରକୁ, ଓଡ଼ିଶା ସରକାରକୁ ବିନତି କରିଛନ୍ତି। ମୋର ପ୍ରିୟ ଭାଇ ଭଉଣୀମାନେ, ଆଉ ଏହି ଭଉଣୀ ସତ କହୁଛନ୍ତି ନା ମିଛ କହୁଛନ୍ତି, ଯଦି ତାହା ଆପଣମାନେ ଜାଣିବାକୁ ଚାହୁଁଛନ୍ତି ତେବେ ଏହି ଭିଡ଼ିଓକୁ ମଧ୍ୟ ଆପଣମାନେ। ଆମେରିକାରେ କାନ୍ଦୁଥିଲେ ଓଡ଼ିଆ ଯୁବତୀ। କାନ୍ଦି କାନ୍ଦି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଇଥିଲେ ଦୁଃଖ। ଆଉ ଓଡ଼ିଆ ଝିଅଟିର ଏହି ଦୁଃଖ ଦେଖି ଯୁବତୀଙ୍କୁ ଆମେରିକାରୁ ଉଦ୍ଧାର କରିଥିଲା ଓଡ଼ିଶା ସରକାର। ହେଲେ ଓଡ଼ିଶାରେ ପହଞ୍ଚିଲା ପରେ ଯୁବତୀ କହିଲେ, ମୁଁ ନାଟକ କରୁଥିଲି, ମିଛ କହୁଥିଲି। ହଁ ମୁଁ ଜାଣିଛି, ମୁଁ ଓଡ଼ିଶା ଆସିବା ପାଇଁ ଚାହୁଁଥିଲି, ସେଥିପାଇଁ ମୁଁ ଏମିତି କରିଛି। ଆଉ ଏଭଳି ସତ ଜାଣିବା ପରେ ପୁରା ଓଡ଼ିଶା ଛାନିଆ। ସରକାର ପୁରା ଟେନସନ ରେ। ରସିକ ପ୍ରେମିକ ଅମର ପାଇଁ ସବୁ ନାଟକ କରୁଥିଲେ ଯୁବତୀ। ନାଟା ହେଉଛି ଅମର, ଯାହା ପାଇଁ ଆମେରିକାରୁ ନାଟକ ଆରମ୍ଭ। ଏ ପ୍ରେମ ଦେଖି ଥରିଲା ଆମେରିକା, ଓଡ଼ିଶା ସରକାର ଛାନିଆ। ମିଛରେ ମା ବିରୁଦ୍ଧରେ କହିଲେ, ଓଡ଼ିଶା ଆସିବାକୁ କାନ୍ଦିଲେ। ଯୁବତୀ ମିଛ କାହାଣୀ ଗପୁଥିଲେ କେବଳ ସେଇ ଅମର ପାଇଁ। I want to go to Odisha as soon as possible. Please, I beg you, Mr. Mohan Babu. Please. हाँ आज्ञा, खाली युवती पूजा मिछ कहूतिले ता नुहे, एपटे प्रेमिक अमर भी सांघातिक कथा कही दउथिला। आज्ञा मो ना अमर दास। कोन घटना हेतु किंतु जना पड़िछि दुहिक प्रेम पई अमेरिका रे पूजा छटपट हेउथिले ओडिसा आसीबाकू, प्रेमिक को देखा करिबाकू। आ सेथि पई ओडिसा सरकार को पूरा घांटी देले। ए युवती को प्रेम पई पूरा ओडिसा सरकार हुलुस्तुलु होई गला। माने ए वीडियो को मध्य संपूर्ण भाव देखि अछंती जे तांकू अमेरिका रे निर्यातना दिया जाउ नथिला कि क्रिश्चियन हेबा पई बाध्य मध्य करा जाउ नथिला। आउ एही भौणी जनक ओडिसा रो पुओंकू अमर बोलिना तांकू भलो पाउथिले। आउ से झियोंकर माँ से पुओंकू पसंद कर नथिले, से पुओ भलो नुहे बोली तांके कहूथिले। किंतु ए भौणी जनक तांकू भलो पाउथिले। आउ सेथि पई से ओडिसा आसीबा पई एही परी सरकारंकू मिछ कहछंती। मते ख्रीष्टान हेबा पई बाध्य करा जाउची, अनेक निर्यातना दिया जाउची। एही परी समस्त ओडिसावासी को मिछ कहिले। आउ सरकार मध्य चेष्टा कले, अनेक चेष्टा करी तांकू से अमेरिका रो नै के आसिले। आ जते बेले ओडिसा पहुंचीसंती एही परी या जहाँ भी मु कहिथिले ताहा मिछ कहिले। एही परी से भौणी
ନିଜେ କହୁଛନ୍ତି। ମୋର ପ୍ରିୟ ଭାଇ ଭଉଣୀମାନେ, ଏହିପରି ମିଛ କହି ସେ ପୁଅଙ୍କ ପାଇଁ ଓଡ଼ିଶାକୁ ସେ ଝିଅଟେ ଆସିଯାଉଛି। ମୋର ପ୍ରିୟ ଭାଇ ଭଉଣୀମାନେ, ଆପଣମାନେ ଏହି ସମୟ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ ଦେଖି ଅଛନ୍ତି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁନର୍ବାର ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।